ବାଇବେଲ ପଢୁନଥିଲ? ହଁ ସେ ବାଇବେଲରେ କଣ କଣ ଲେଖା ହେଇଛି ମତେ ଟିକେ ପଢିକି ଶୁଣେଇଲ। ସେ କନଭର୍ଟେଡ୍ ବାଇବେଲରେ ସବୁ ଲେଖା ହେଇଛି ଯେ ଗୋରୁ ମାଂସ ଖାଇବା, ପ୍ରତ୍ୟେକ ଦିନ ସକାଳେ ଗୋରୁ ହାଡ଼କୁ ପାଣିରେ ପକେଇ ସେଇ ପାଣିକୁ ମାନେ ଘରର ଚାରିଆଡ଼େ ପ୍ରତ୍ୟେକ ରୁମରେ ସେଇ ପାଣିକୁ ଛିଞ୍ଚିବା। ସେ ଗୋରୁ ହାଡ଼ ପାଣି ଛିଞ୍ଚିବେ? ହଁ, ସେଇ ଗୋରୁ ହାଡ଼ଟାକୁ ପାଣିରେ ପକେଇଥିବେ, ସେଇ ପାଣିକୁ ଚାରିଆଡ଼େ ଛିଞ୍ଚିବେ, ମାନେ ପବିତ୍ର କରିବା ଉଦ୍ଦେଶ୍ୟ। ତା ସହିତ ଭାଇ ଭଉଣୀକୁ ବାହା ହବା, ମାମୁଁ ଭାଞ୍ଜିକୁ ବାହା ହବା। ତା ସହିତ ଆହୁରି ବି ଲେଖା ହେଇଛି ଯେ ଜଣେ ଝିଅ ବାହା ହେଇ ସାରିବା ପରେ ମଧ୍ୟ ରାଣ୍ଡ ଭଳିଆ ବୁଲିବା। ସେ ଶଙ୍ଖା ସିନ୍ଦୁର ପିନ୍ଧନ୍ତିନି? ନା ଶଙ୍ଖା, ନା ସିନ୍ଦୁର, ନା ମଙ୍ଗଳସୂତ୍ର, କିଛି ନାହିଁ। ଅବଢ଼ା ବେଳେ ଯେମିତି ବାହା ହେଲା ପରେ ମଧ୍ୟ ଠିକ୍ ସେମିତି। ଆଉ କଣ ଲେଖା ହେଇଛି? ସମସ୍ତ ଲୋକମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦବା। ସେଟା ବି ଲେଖା ହେଇଛି? ହଁ, ସେଟା ବି ଲେଖା ହେଇଛି। ଖାଲି ଏତିକି ଲେଖା ହେଇନି ଯେ ଲୋକମାନଙ୍କ ସହିତ କେମିତି ମିଳିମିଶିକି ଚଳିକି ରହିବା, ସେଇଟା ଲେଖା ହେଇନି, ନହେଲେ ସବୁ ଲେଖା ହେଇଛି। ତ ମୁଁ ଯାହା ଦେଖିଲି, ବାଇବେଲଟାକୁ ଏମିତି କିଏ ଲେଖୁ ଲେଖୁ ରଫ୍ ଖାତା ହିସାବରେ ବ୍ୟବହାର କରିଥିଲା। ରଫ୍ ଖାତା ଭଳିଆ ଲେଖା ହେଇଛି? ମାନେ ରଫ୍ ଖାତା ଭଳିଆ ଲେଖା ହେଇଛି। କିଏ ଏମିତି ଲେଖୁ ଲେଖୁ ମନ ଗড়ା କାହାଣୀ ସବୁ ଲେଖିଦେଇଛି। ଏମାନେ ଆସିକି କହୁଛନ୍ତି ନା ଆମ ବାଇବେଲରେ ଯାହା ଲେଖା ହେଇଛି ଆମେ ତାକୁ ମାନିବୁ, ତାକୁ ପାଳନ କରିବୁ। ଆଗେ ଜାଣ ସେଇ ବାଇବେଲଟା ପ୍ରକୃତରେ କୋଉ ଋଷି ମୁନି ମାନଙ୍କ ଦ୍ଵାରା ଲେଖା ହେଇଛି, ନା ଜ୍ୟୋତିଷ ମାନଙ୍କ ଦ୍ଵାରା ଲେଖା ହେଇଛି, ନା କାହାର ଗୋଟେ ଜୀବନ କାହାଣୀ ବା କାହାର ଗୋଟେ ରଫ୍ ଖାତା କହିଲେ ଚଳେ। ନମସ୍କାର ଭାଇ ଭଉଣୀ ମାନେ, ସେଇ ଭିଡ଼ିଓ ଆପଣ ଦେଖିକି ଜାଣୁଥିବେ। ଦିଟା ଭୂତ ବିଷୟ ମୁଁ ଆପଣମାନଙ୍କୁ କହିବି, ଯେହେତୁ ସେଇମାନେ ଦିଟା ଭୂତ, ଗୋଟେ ମହିଳା ଭୂତ, ଗୋଟେ ପୁରୁଷ ଭୂତ। ସେଇମାନେ ଦିଟା ଭୂତ ହେଇକି ଆଉ ଏମିତି ସୋସିଆଲ ମିଡ଼ିଆରେ ନିଜ ୟୁଟ୍ୟୁବରେ ଅନେକ ଭିଡ଼ିଓ ପକାଉଛନ୍ତି ଯେ ଖ୍ରୀଷ୍ଟଙ୍କ ନିକଟରେ ବିରୋଧ କରି ସେମାନେ ଅନେକ କଥା କହି ଚାଲୁଛନ୍ତି, ଯେହେତୁ ସେହି ଯେଉଁ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଆଙ୍କେ ଜାଣିନାହାନ୍ତି, କିନ୍ତୁ ଏଇମାନେ ବକୁଛନ୍ତି। ମୋର ପ୍ରିୟମାନେ, କୁକୁର ଯେମିତି ବକିବ, ଏ ଜୟନ୍ତୀ ତାର ସ୍ୱାମୀ ସେହିପରି ବକୁଅଛି। ମୋର ପ୍ରିୟମାନେ, ଆପଣମାନଙ୍କ ସମ୍ମୁଖରେ ଆଉ ଠିକ୍ ଆଉ ସେଇ ବିଷୟ ମୁଁ ଆପଣମାନଙ୍କୁ ଜଣାଉଅଛି ଯେ ଆମେମାନେ ପ୍ରକୃତ ଜାଣିବା ଏ ଦିଟା ଭୂତଙ୍କର ବିଷୟ। ଯେ ବାଇବୁଲ ମଧ୍ୟ ଆମକୁ କହେ ଏମିତି ଦିଟା ଭୂତଙ୍କ ବିଷୟ ମୁଁ ଆପଣମାନଙ୍କୁ ନିହାତି ଜଣାଇବି। ମୋର ପ୍ରିୟମାନେ, ଆଉ ସେମାନେ କହନ୍ତି ଆମର ଖ୍ରୀଷ୍ଟାନକୁ ଆଉ ଅନେକ ଗାଈ ଖାଆନ୍ତି, ହାଡ଼କୁ ଆଉ ଅନେକ ଖାଇକି ଘରେ ଛିଞ୍ଚାନ୍ତି, ପାଣି ସହିତ କରନ୍ତି, ପବିତ୍ର ହୁଅନ୍ତୁ। ଏହା ହିନ୍ଦୁ ଆଉ ଦେବାଦେବୀ, ଏହା ହିନ୍ଦୁମାନଙ୍କର ନିୟମ ରହିଅଛି। ସେମାନେ ଏହି ପ୍ରକାର କାମ କରନ୍ତି, ପାଣି ଛିଞ୍ଚାନ୍ତି, ଇଏ କରନ୍ତି, ସେ କରନ୍ତି। ଏମିତି ତମର ଯେଉଁ ଅନ୍ଧଭକ୍ତମାନଙ୍କଠାରେ ତମେ ହେଉଛ ପ୍ରକୃତ ଭୂତମାନେ, ମଣିଷ ନୁହେଁ, ତମେ ଭୂତମାନେ। ଆମ ବାକ୍ୟ ମଧ୍ୟ କହୁଛି ତମମାନଙ୍କୁ ଯିଏ ସେହି ଆଉ ଭ୍ରାନ୍ତି ଶିକ୍ଷକ ନିକଟରେ ବିଶ୍ୱାସ କରି, ଭୂତମାନଙ୍କ କଥା ବିଶ୍ୱାସ କରି ଆଉ ଯୀଶୁଙ୍କୁ ପରିତ୍ୟାଗ ନ କରନ୍ତୁ। ଆପଣମାନେ ଜାଗ୍ରତ ପ୍ରସ୍ତୁତ ରୁହନ୍ତୁ। ଏମିତି ଭୂତମାନଙ୍କୁ ଆପଣ କେବେ ବି ବିଶ୍ୱାସ କରନ୍ତୁ ନାହିଁ। କାରଣ କହୁଛନ୍ତି ଅନେକ ଭାଇ ବନ୍ଧୁ ଆଉ ଅନେକ ମାମୁଁ ଝିଅ ହଉ, ଭାଇ ହଉ ଆଉ ଭଉଣୀ ହଉ, ଏମିତି ସେମାନେ ଦୌରାଦୌରି ହୁଅନ୍ତି। ସେଇମାନେ ହିଁ ଏମିତି ଦୌରାଦୌରି ହେବେ, କାରଣ ତାହାଠାରେ କିଛି ଶିକ୍ଷିତ ନାହିଁ। ଅଶିକ୍ଷିତ ମାନେ କିଏ? ହିନ୍ଦୁ ଲୋକମାନେ ଅଶିକ୍ଷିତ ମାନେ। ସେଥିପାଇଁ ସେଇମାନେ ଏ ପ୍ରକାର କାର୍ଯ୍ୟ କରନ୍ତି। ନିଜ ବିଷୟରେ ସେ ଶିକ୍ଷା ଦେଉଛି। ମୋର ପ୍ରିୟମାନେ, ନିଜ ବିଷୟରେ ଶିକ୍ଷା ଦେଉଛି। ନିଜେ ଯେମିତି କରୁଛନ୍ତି ସେମିତି ସେ କହୁଛି। ଏମିତି ତ ଖ୍ରୀଷ୍ଟ ଆଉ ଲୋକମାନେ କରନ୍ତି ନାହିଁ। ମୋର ପ୍ରିୟମାନେ, ଯେହେତୁ ଏହି ପ୍ରକାର ଆଜି ଅନେକ ଲୋକ ଗାଈ ଖାଇପାରନ୍ତି, ଯୋଉଟା ବି ଖାଇପାରନ୍ତି, ସେମାନେ ତ ଈଶ୍ୱର ନୁହନ୍ତି ନା। ଆପଣମାନେ ଛେଳି ଖାଉଛନ୍ତି, ସେଟା ବି ପ୍ରାଣବାୟୁ। ଆପଣମାନେ କୁକୁଡ଼ା ଖାଉଛନ୍ତି, ସେଟା ବି ପ୍ରାଣବାୟୁ। ଯେହେତୁ ଆମେମାନେ ଅଧିକାର କରିପାରୁଛୁ ମନୁଷ୍ୟ, ଆକ୍ଚୁଆଲି ସେମାନେ ଆଉ ଏହି ପ୍ରକାର କଥା ମାତ୍ର ଜାଣନ୍ତି ନାହିଁ, କିନ୍ତୁ ମନୁଷ୍ୟଟାରେ ଅଧିକାର ରହିଅଛି। ଆମେମାନେ ପ୍ରତ୍ୟେକ ଜିନିଷ ଖାଉଛୁ, ସବୁ ପ୍ରାଣୀ, ସବୁ ଆମେ ଯାହା କରୁଅଛୁ। ସେ କୁକୁଡ଼ା କ'ଣ ପ୍ରାଣ ନାହିଁ? ଆଉ ଖାଲି ଗାଈକୁ ଆପଣମାନେ ମାତା ବୋଲିକି ମାନୁଥିବେ, ତାହେଲେ ଈଶ୍ୱର କିଏ ଅଟନ୍ତି? ମୋର ପ୍ରିୟମାନେ, ସେ ଗାଈ ହେଉଛି ସାଧାରଣ ଗାଈ। ସେ ଗାଈକୁ ଏହି ଜଗତରେ ଆମେ ଯେମିତି ଉତ୍ପନ୍ନ ହେଲୁ ସେପରି ଉତ୍ପନ୍ନ କରିଛନ୍ତି। ଆମେ ପ୍ରତ୍ୟେକ କାର୍ଯ୍ୟକୁ ମଧ୍ୟ ଲଗାଇ ପାରିବା ଗାଈ। ମୋର ପ୍ରିୟମାନେ, ଏହି କଥା ଧରିକି ଆଜି ଖାଲି ଲୋକମାନେ ଖ୍ରୀଷ୍ଟିଆନିଟି ନିକଟକୁ ଏହି ଗାଈ ପାଇଁ ସେମାନେ ଅନେକ ଭୟଭୀତ ହୁଅନ୍ତି। ସେମାନେ ଗାଈ ଖାଇବା ପାଇଁ ଲୋକମାନେ ବିଶ୍ୱାସ କରନ୍ତି ନାହିଁ। ମୋର ପ୍ରିୟମାନେ, ଆଜିର ଭିଡ଼ିଓ ହେଉଛି ଜୟନ୍ତୀ ଭୂତମାନଙ୍କର ବିଷୟ କହୁଛି। ଯେହେତୁ ଆଉ ସେଇମାନେ ଏମିତି ହିଁ ନିଜର ବାଣିଜ୍ୟକୁ ଧରନ୍ତି, ନିଜର ବଣି ଆଉ ବିବାହିତ ହୁଅନ୍ତି। ଏମିତି ଲୋକମାନେ କିଏ? ଏଇ ଯେଉଁ ହିନ୍ଦୁ ଜୟନ୍ତୀ ଲୋକମାନେ। ସେ ପଢୁନଥିଲ? ସେ ବାଇବେଲରେ କଣ କଣ ଲେଖା ହେଇଛି ମତେ ଟିକେ ପଢିକି ଶୁଣେଇଲ। ସେ କନଭର୍ଟେଡ୍ ବାଇବେଲରେ ସବୁ ଲେଖା ହେଇଛି
दिन सकाळे गोरु हाड़ को पानी रे पकई सेई पानी को माने घरर चारिआडे प्रत्येक रूम रे सेई पानी को छिंचिबा से गोरु हाड़ पानी छिंचिबे हाँ सेई गोरु हाड़टा को पानी रे पकई थिबे सेई पानी को चारिआडे छिंचिबे माने पवित्र करबा उद्देश्य। अच्छा अच्छा ता सहित भाई भणी को बाहा हबा मामू भांजी को बाहा हबा ता सहित आउर भी लेखा आइछि जे जणे झियो बाहा हेई सारिबा परे मध्य रांड भलिया बुलिबा से सिंदूर शंका सिंदूर पिंधंतने ना शंखा ना सिंदूर ना मंगलसूत्र किछि नै अबड़ा बेले जेंती बाहा हैला परे मध्य ठीक से सेमते हो। अच्छा आ कोन लिखा है समस्त लोक माननकु अश्लील भाषा रे गाली दबा सेटा भी लिखा है हाँ सेटा भी लेखा आइछि खाली एतिकी लेखा आइनी जे लोक माननको सहित केमिति मिली मिसी की चली की रहिबा सेटा लेखा आइनी नहले सब लेखा आइछि। तो मु जहा देखिली बाइबल टाकू एमिति किए लेखु लेखु रफ खाता हिसाब रे व्यवहार करथिला रफ खाता बढ़िया लिखा है माने रफ खाता भलिया लेखा आइछि एमति लेखु लेखु मन बडा कहानी सब लेखि देछि एमाने आसी की कहउचंती ना हम बाइबल रे जहा लेखा आइछि हमें ताकू मानिबु ताकू ସେହି ଭୂତମାନଙ୍କ କଥା ଆପଣମାନେ ଶୁଣନ୍ତୁ ନାହିଁ। ମୋର ପ୍ରିୟମାନେ, ଯଦି ଆପଣମାନେ ଅନେକ ଏହି ପ୍ରକାର ଭୂତମାନଙ୍କର ଶିକ୍ଷା ଗ୍ରହଣ କରିକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଛାଡ଼ି ଦେଉଛନ୍ତି, ତାହେଲେ ଏହି ଯେଉଁ ଭୂତମାନେ ଆଉ ନରକରେ ଆପଣମାନଙ୍କୁ ନିହାତି ନେବେ, କିନ୍ତୁ ଏଇମାନେ ଆଉ ନମ୍ରତା ଜୀବନ ପାଇନାହାନ୍ତି। ମୋର ପ୍ରିୟମାନେ, ଏଇମାନେ କହୁଛନ୍ତି ଆଉ ଖ୍ରୀଷ୍ଟାନଟାରେ ସରଳତା ନମ୍ରତା ନାହିଁ, ଖ୍ରୀଷ୍ଟାନମାନଙ୍କଠାରେ ଏ ପ୍ରକାର ଆଉ ନାହିଁ ବୋଲି ଯାହା କହୁଛନ୍ତି। ମୋର ପ୍ରିୟମାନେ, ମୁଁ ଗୋଟେ ବିଷୟ କହିବି, ମହାତ୍ମା ଗାନ୍ଧୀ ଏଇ ଭାରତକୁ ସ୍ୱାଧୀନିତ କାହିଁ କଲେ? ମୋର ପ୍ରିୟମାନେ, ଏହା ଆଉ ଈଶ୍ୱରଙ୍କ ବାକ୍ୟରେ ହିଁ ସେ ସ୍ୱାଧୀନିତ କରିଛନ୍ତି। ଏଇ ଅନ୍ଧଭକ୍ତମାନେ ଆମର ଖ୍ରୀଷ୍ଟାନର ସରଳତା ନେଇକି, ଆମ ଖ୍ରୀଷ୍ଟାନର ଚାଲିଚଳନ ନେଇକି, ଆମ ଖ୍ରୀଷ୍ଟାନର ସବୁ କିଛି ନେଇକି ଆପଣମାନେ ଖ୍ରୀଷ୍ଟାନ ଉପରେ ଆଉ ଗାଳି ଦେବେ। ସେହି ଖ୍ରୀଷ୍ଟାନର ବାତ ଖାଇକି ଆପଣମାନେ ସେଇ ତାଳିରେ ଖାଇକି ସେଇ ତାଳିରେ ଲାତ ମାରିବେ। ଏହିପରି ଭୂତମାନେ ହେଉଛନ୍ତି ଆଙ୍କେ ନିଜର ଆଉ ସ୍ତ୍ରୀ ହେଇକି ସ୍ୱାମୀ ହେଇକି ବକୁଛନ୍ତି। ମୋର ପ୍ରିୟମାନେ, ଏହି ଜଗତରେ ଯଦି ଆପଣମାନେ ପ୍ରକୃତ ନମ୍ରତା ହିନ୍ଦୁ ହେଇଥାନ୍ତେ, ଆପଣମାନେ ଜାଣିଥାନ୍ତେ ପ୍ରେମ କ'ଣ, ସରଳତା କ'ଣ, ଏହି ବିଷୟ ଆପଣମାନଙ୍କ ଜୀବନରେ ନାହିଁ, ବିଲକୁଲ ନାହିଁ, ହିନ୍ଦୁଟାର ନଥିଲା। କିନ୍ତୁ ଯୀଶୁ ଯେତେବେଳେ ଜଗତରେ ଆଉ କ୍ରୁଶରେ ବଳିଦାନ ଦେଲେ, ଏଥି ସକାଶେ ସାରା ଜଗତ ତାର ରକ୍ତରେ ପରିତ୍ରାଣ ପାଇଲେ। ଆମେମାନେ ପ୍ରେମରେ ପରିଚିତ ହୋଇଅଛୁ, ପ୍ରେମ କରିପାରୁନଥିଲେ, ଲୋକମାନେ ସ୍ନେହ ମମତା ନଥିଲା, ଦୟା ନଥିଲା, ଏହି ବିଷୟ ହିନ୍ଦୁଟାରେ ନଥିଲା। ଯୀଶୁ ଖ୍ରୀଷ୍ଟ କ୍ରୁଶରେ ବଳିଦାନ ଦେବା ସକାଶେ ଆମେମାନେ ସମସ୍ତେ ଏହି ବିଷୟ ଜାଣିଛୁ। ଏହା କେବଳ ଖ୍ରୀଷ୍ଟଙ୍କଠାରେ ଜାଣିଅଛୁ। ଏ ଖ୍ରୀଷ୍ଟଙ୍କଠାରେ ଜାଣିକି ଆଜି ଖ୍ରୀଷ୍ଟନ ନିକଟକୁ ଆମମାନେ ବିରୋଧ କରୁଅଛୁ। ଖ୍ରୀଷ୍ଟାନ ନିକଟକୁ ଅଶିକ୍ଷିତ ଖ୍ରୀଷ୍ଟାନମାନଙ୍କୁ ସରଳତା ନାହିଁ, ଇଏ ନାହିଁ, ସେ ନାହିଁ, ଆଉ ଅନେକ କଥା ଏହି ଭୂତମାନେ କହୁଛନ୍ତି। ଏହି ଭୂତମାନେ, ଏ ଜୟନ୍ତୀ ମୋର ଭିଡ଼ିଓ ଦେଖୁଛ ଭୂତମାନେ, ତମେମାନେ ଜାଣି ରଖ, ଆଗରେ ଯେମିତି ଦଦଲା ହେଇଥିଲ ଏବେ ବି ସେଇ ଦଦଲା ହେଇ ରହିଥାନ୍ତ। କାରଣ ଖ୍ରୀଷ୍ଟ ଆମ ପାଇଁ ବଳିଦାନ ଦେବା ସକାଶେ ଆପଣମାନେ ଏହି ଆଉ କଥା କହୁଛନ୍ତି, ଆପଣମାନେ ଏହି ପ୍ରକାର ଭାଷା କାଢ଼ୁଛନ୍ତି। ଯେହେତୁ ଏହି ସାରା ଜଗତରେ ଶାନ୍ତି ନଥିଲା, ମୁକ୍ତି ନଥିଲା, ପ୍ରେମ ନଥିଲା, ନମ୍ରତା ନଥିଲା, ଆଉ ଅନେକ ଶତ୍ରୁଙ୍କୁ ପ୍ରେମ କରିବାର ନଥିଲା, ହତ୍ୟ ଥିଲା, ବ୍ୟଭିଚାର ଥିଲା, ଡକାୟତ ଥିଲା, କିଛି ଶାନ୍ତି ନଥିଲା। କିନ୍ତୁ ଖ୍ରୀଷ୍ଟ ନିମନ୍ତେ ସବୁ କିଛି ହେଇଅଛି। ଆପଣମାନେ ଏହାକୁ ଜାଣିନାହାନ୍ତି, ଜାଣି ମଧ୍ୟ ଆପଣମାନେ ଏହି ପ୍ରକାର କାମ କରୁଛନ୍ତି। କିନ୍ତୁ ହିନ୍ଦୁଟାରେ କିଛି ଶିଖିବାକୁ ମିଳିବ ନାହିଁ, କାରଣ ଖ୍ରୀଷ୍ଟ ଆମମାନଙ୍କ ପାଇଁ ପ୍ରାଣ ଦେଇଛନ୍ତି, ସେଥିରେ ଆମମାନଙ୍କୁ ପରିପୂର୍ଣ୍ଣ କରୁଛନ୍ତି। ଆମେ ସବୁକିଛି ଆଉ ନମ୍ରତା ଭାବରେ ରହିଅଛୁ, ବାଇକ୍ ପ୍ରେମ କରୁଅଛୁ, ବାଇକ୍ ଚିହ୍ନିଅଛୁ, ମାକ୍ ଚିହ୍ନିଅଛୁ, କିନ୍ତୁ ଆଗରେ ସେହିପରି ନଥିଲା। ମୋର ପ୍ରିୟମାନେ, ଏହି ପ୍ରକାର ଭୂତମାନଙ୍କର କଥା ଆପଣମାନେ କେବେ ବିଶ୍ୱାସ କରନ୍ତୁ ନାହିଁ। ଏହି ଭୂତମାନେ କିଛି ଜାଣନ୍ତି ନାହିଁ, ଓ ଶିକ୍ଷିତ ଲୋକମାନେ ଏହିମାନେ କିଛି ଜାଣିନାହାନ୍ତି। ଯୀଶୁ ଯଦି ନ ଆସିଥାନ୍ତେ, ତାହେଲେ ଏହି ଦଦଲାମାନେ ଏମିତି କୁକୁର ପରି ବୁଲିଥାନ୍ତେ। ଯେମିତି କୁକୁରମାନେ ବୁଲୁଛନ୍ତି, ସେଇ ପ୍ରକାର ଏହି କୁକୁର ଆଉ ଭୂତଣୀମାନେ ଏମିତି ବୁଲିଥାନ୍ତେ। ଏଇମାନେ କହୁଛନ୍ତି ଖ୍ରୀଷ୍ଟ ବିନା ଏଇ ଯେ ପୃଥିବୀରେ ଆଉ କିଛି ନଥିଲା, ଶାନ୍ତି ନଥିଲା, ମୁକ୍ତି ନଥିଲା, ସବୁ ହେଇଛି କେବଳ ଖ୍ରୀଷ୍ଟଙ୍କ ପାଇଁ। ଶାନ୍ତି ରହିଅଛି ଖ୍ରୀଷ୍ଟ ପାଇଁ, ମୁକ୍ତି ରହିଅଛି ଖ୍ରୀଷ୍ଟ ପାଇଁ, ସରଳତା ରହିଅଛି ଖ୍ରୀଷ୍ଟ ପାଇଁ, ନମ୍ରତା ରହିଅଛି ଖ୍ରୀଷ୍ଟଟା, ସବୁ ଖ୍ରୀଷ୍ଟଙ୍କର। ଏଟା କୋ ହିନ୍ଦୁ ଦୋଗଲାର ହିନ୍ଦୁ ନୁହେଁ। ଆପଣମାନେ ଯାହା ଭାବୁଛନ୍ତି ଏହା ବିଲକୁଲ ଭୁଲ।
ଖ୍ରୀଷ୍ଟିଆନକୁ ଉପରେ ଗାଳି ଦେଉଛନ୍ତି ତାର ଶିକ୍ଷିତ ନେଇକି, ତାର ନମ୍ରତା ନେଇକି, ତାର ସବୁ କିଛି ନେଇକି ଆପଣମାନେ ସେ କପି କରିଛନ୍ତି ମୋର ପ୍ରିୟମାନେ, ଖ୍ରୀଷ୍ଟିଆନର ସବୁ କିଛି ନେଇକି। ଏହା ଆପଣମାନେ ଖ୍ରୀଷ୍ଟିଆନକୁ ଡରାଉଛନ୍ତି। ଯୀଶୁଖ୍ରୀଷ୍ଟ ଜଗତ ଆସିବାରୁ ଆପଣମାନେ ନିଜକୁ ଶାଢ଼ୀ ପିନ୍ଧିଛନ୍ତି, ବୁଥଣି ଶାଢ଼ୀ ପିନ୍ଧିଛ। ତମର ସ୍ୱାମୀ ଅନେକ ସାର୍ଟ ପ୍ୟାଣ୍ଟ ପିନ୍ଧିଛି, କାହିଁକି? ଏହା ଖ୍ରୀଷ୍ଟଙ୍କ ପାଇଁ। ଆପଣମାନେ ଜାଣିନାହାନ୍ତି ମୋର ପ୍ରିୟମାନେ। ଆଉ ଯେହେତୁ ଏହି ଲୋକମାନେ କିଛି ମଧ୍ୟ ଜାଣିନାହାନ୍ତି, ଯେହେତୁ ସଦାପ୍ରଭୁ ମା ପେଟରେ ଆମମାନଙ୍କୁ ପଠାଉଛନ୍ତି, ଆମମାନେ ସେଇ ବିଷୟ ଗୋଟିବା ସମୟରେ ଆମେ ନଥିଲୁ, କିନ୍ତୁ ପ୍ରଭୁ ଆମମାନଙ୍କୁ ପ୍ରେରଣ କରିଛନ୍ତି, ହେଲେ ସୁଦ୍ଧା ଆମମାନେ ଜାଣିନାହୁଁ ମୋର ପ୍ରିୟମାନେ। ନ ଜାଣି କେହିମାନେ ବୁଥାଣୀମାନେ କହୁଛନ୍ତି। ଖ୍ରୀଷ୍ଟ ଯେତେବେଳେ ବଳିଦାନ ଦେବା ସକାଶେ ଆମେ ଏଇ ବାନିଆନ ପିନ୍ଧି ପାରୁଛୁ, ସାର୍ଟ ପିନ୍ଧି ପାରୁଛୁ, ସବୁ କିଛି କରିପାରୁଛୁ, କିନ୍ତୁ ଆଗରେ ଏହିପରି ନଥିଲା। ବୁଥାଣୀମାନେ ଜୟନ୍ତୀ, ହେ ଜୟନ୍ତୀ ବୁଥାଣୀ ଆପଣ ଶୁଣ। ଆଉ ଖ୍ରୀଷ୍ଟର ସବୁ କିଛି ଶିକ୍ଷିତ, ସେ ଖ୍ରୀଷ୍ଟ ଆସିବାରେ ଆମେ ସବୁ କିଛି ଶିକ୍ଷିତ ହେଲେ। କିଏ ବୈଜ୍ଞାନିକ ହେଲେ, କିଏ ଅନେକ ପ୍ରକାର ଜ୍ଞାନ ପାଇଲେ। ଏହା କେବଳ ଈଶ୍ୱରଙ୍କର ଜ୍ଞାନ ରହିଅଛି। ରକ୍ତ ଦ୍ୱାରା, ତାଙ୍କର କାଲବରୀ ରକ୍ତ ଦ୍ୱାରା ଆମେ ସମସ୍ତେ ଆଉ ଏହି ପ୍ରକାର ମନୋନୀତ ହେଲୁ। କିଏ ଇଞ୍ଜିନିୟର ହେଲା, କିଏ ଅନେକ ଆଉ କାମ କଲେ, କିଏ ଅନେକ ମନୋନୀତ ଯୁକ୍ତି କରିଅଛନ୍ତି ପରମେଶ୍ୱରଙ୍କ ନିକଟକୁ। ଆଉ ଯେଉଁମାନେ ଏହି ପ୍ରକାର ଆଉ ଗାଳି ଦେଉଛନ୍ତି, ଅନେକ କଥା କହୁଛନ୍ତି, ଏମାନେ କିଛି ଶିକ୍ଷିତ ନାହିଁ। ଆଉ ସଦାପ୍ରଭୁ ଆମମାନଙ୍କୁ ଆଉ ଏହି ପ୍ରକାର ବିଷୟ ଦେଇଛନ୍ତି, ତାହାଙ୍କ କୃଷର ଆଉ ଲହୁ ସକାଶେ ଆମେ ସମସ୍ତେ ପ୍ରାଣୀ ସବୁ କିଛି କାମ କରୁଛୁ। ଆମର ମାଇଣ୍ଡ ସବୁ କିଛି ଠିକ୍ ଠାକ୍ ରହିଅଛି, କାରଣ ଖ୍ରୀଷ୍ଟଙ୍କଠାରେ ଆମେ ସବୁ କିଛି କାମ କରୁଛୁ, ବଞ୍ଚୁଅଛୁ। ଆଉ କେମିତି କଲେ ଆଉ ବଞ୍ଚିବା, ଅନେକ ପ୍ରକାର ଏହା କେବଳ ଖ୍ରୀଷ୍ଟଙ୍କଠାରେ ରହିଅଛି। ଆଜିକାଲି ଗାଡ଼ି, ଆଜିକାଲି ଅନେକ ପ୍ରକାର ରହିଅଛି। ଆଉ ସେଇ ପ୍ରକାର ଆଉ ନଥିଲା ମୋର ପ୍ରିୟମାନେ, ପରିବର୍ତ୍ତନ ଜୀବନ ନଥିଲା। ଖାଇବା ପିଇବାରେ ଲୋକମାନେ ଏହି ପ୍ରକାର ଅବସ୍ଥା ଥିଲେ, ପାଉନଥିଲେ, ପିନ୍ଧିବା ପାଇଁ ମଧ୍ୟ ପାଉନଥିଲେ ମୋର ପ୍ରିୟମାନେ। ଖ୍ରୀଷ୍ଟ ଯେତେବେଳେ ଏ ଜଗତରେ ବଳିଦାନ ଦେଲେ, ଏଥି ସକାଶେ ମନୁଷ୍ୟ ପ୍ରାଣୀ ଆଉ ସମସ୍ତେ ସେମାନେ ଶରଣତା ଜୀବନ କାଟିବାରୁ ସାରା ପୃଥିବୀରେ ସମସ୍ତେ ଆଉ ଏହି ପ୍ରକାର ବର୍ଦ୍ଧି, ଏହି ପ୍ରକାର ସବୁ କିଛି ଖାଇବା ପିଇବା ସବୁ କିଛି ପାଇଅଛନ୍ତି। ଏହି ଜଗତରେ ଅନେକ ବର୍ଷା ପଡ଼ୁନଥିଲା। ପରମେଶ୍ୱର ମନୁଷ୍ୟକୁ ଯେତେବେଳେ ଆଉ ନିର୍ମାଣ କଲେ, ଆଉ ଏହି ପ୍ରକାରେ ଅବା ଯେତେବେଳେ ଫଳ ଖାଇଲେ, ସେହି ସମୟରେ ହିଁ ବର୍ଷା ପକାଇଲେ ପରମେଶ୍ୱର। ଏଥିସକାଶେ ଆମର ଯେତିକି ଆଉ ଆମେ ଆଉ ଲଗାଉଛୁ, ଦାନ ହଉ, ବିଲ ହଉ, ଯେମିତି ହଉ, ଆମମାନଙ୍କଠାରେ ପାଛୁଥାଏ ମୋର ପ୍ରିୟମାନେ। ଯଦି ଖ୍ରୀଷ୍ଟ ସେହି ପ୍ରକାର ଆମମାନଙ୍କୁ ଆଉ ପ୍ରେମ କରିନାହାନ୍ତି, ଆମମାନଙ୍କୁ ମୁକ୍ତି କରିନାହାନ୍ତି, ଆମକୁ ଶାନ୍ତି ଦେଇନାହାନ୍ତି, ନମ୍ରତା ଦେଇନାହାନ୍ତି, ତାହେଲେ ଆମେମାନେ ଏହିପରି ବୁତାଣିଆ ଲୋକମାନଙ୍କ ପରି ହେଇଥାନ୍ତୁ। ଏଇମାନେ ସବୁ ଖ୍ରୀଷ୍ଟିଆନର ଶିକ୍ଷିତ ନେଇକି ଆଜି ଦେଖ ଖ୍ରୀଷ୍ଟଙ୍କ ନିକଟକୁ ବିରୋଧ କରୁଛନ୍ତି। ଏମିତି ଲୋକମାନେ ଆଜି ପର୍ଯ୍ୟନ୍ତ ବି କିଛି ଜାଣିନାହାନ୍ତି, ଖାଲି ଆଉ ଏହିପରି ଲୋକମାନଙ୍କୁ ବିରୋଧ କରୁଛନ୍ତି। ଆପଣମାନେ ଆଉ ଖାଲି ଧର୍ମ ନାଁରେ କେବେ ଚାଲନ୍ତୁ ନାହିଁ, କିନ୍ତୁ କର୍ମ କଲେ କର୍ମ ଫଳ ଆପଣଙ୍କୁ ମିଳିବ। ଧର୍ମରେ କିଛି ଆପଣମାନଙ୍କୁ ମିଳିବ ନାହିଁ ମୋର ପ୍ରିୟମାନେ। ଏହି ଭିଡ଼ିଓ ଆପଣମାନେ ନିହାତି ସେୟାର କରନ୍ତୁ, ଆଉ ଯେପରି ଅନେକ ଲୋକମାନେ ଦେଖିପାରନ୍ତୁ, ବୁଝିପାରନ୍ତୁ, ଏମିତି ଲୋକମାନଙ୍କଠାରେ ସତର୍କ ରୁହନ୍ତୁ। ସମସ୍ତଙ୍କୁ